त्वमेव माता च पिता त्वमेव बन्धुश्च सखा त्वमेव वेदां द्रविणं त्वमेव सर्वं मम देव। ॐ नमः भगवते वासुदेवाय श्रीपरमात्माय नमः श्रीगणेशाय नमः। श्रीमद्भागवद्गीता सांख्यजगदित्यध्यायः। इन्द्रियाणां हि चरन्तां जन्मन अनुविधीयते तदस्य हरति प्रज्ञां वायुर्नाम नावमिमां वशीम्। अनुवाद। ଯେପରି ଖୁବ୍ ପ୍ରବଳ ବେଗରେ ରହୁଥିବା ବାୟୁ ଜଳରେ ଥିବା ନାବକୁ ତୋଳି ନିଏ, ଠିକ୍ ସେହିପରି ଗୋଟିଏ ମାତ୍ର ଇନ୍ଦ୍ରିୟ ସେଥିରେ ସଂଯୁକ୍ତ ହୋଇଥିବା ମନକୁ ବିଷୟ ଆଡ଼କୁ ଟାଣି ନେଇ ବ୍ୟକ୍ତିର ବୁଦ୍ଧିବୃତ୍ତି ହରଣ କରି ନେଇପାରେ। ଭାବାର୍ଥ, ଯଦି ସମସ୍ତ ଇନ୍ଦ୍ରିୟ ଭଗବତ୍ ସେବାରେ ନ ଲାଗନ୍ତି ତାହେଲେ ଅବସ୍ଥା ବଡ଼ ବିପଜ୍ଜନକ ହୋଇ ଉଠେ। ଯଦି ଗୋଟିଏ ମାତ୍ର ଇନ୍ଦ୍ରିୟ ବିଷୟ ସୁଖରେ ଲାଗି ରହେ ତାହେଲେ ବି ସାଧକ ବ୍ୟକ୍ତି ସାଧନା ମାର୍ଗରେ କଦାପି ଅଗ୍ରଗତି କରିପାରିବ ନାହିଁ। ସେ ଇନ୍ଦ୍ରିୟ ବ୍ୟକ୍ତିକୁ ସାଧନା ପଥରୁ ବିଚ୍ୟୁତ କରାଇ ଦେଇପାରେ। ଯେପରି ମହାରାଜ ଅମ୍ବରୀଶ ତାଙ୍କର ସମସ୍ତ ଇନ୍ଦ୍ରିୟକୁ କୃଷ୍ଣ ସେବାରେ ନିଯୁକ୍ତ ରଖିଥିଲେ, ଠିକ୍ ସେହିପରି ବ୍ୟକ୍ତି ତାର ସମସ୍ତ ଇନ୍ଦ୍ରିୟକୁ କୃଷ୍ଣ ସେବାରେ ନିଯୁକ୍ତ ରଖିଲେ ଇନ୍ଦ୍ରିୟ ଗୁଡ଼ିକ ସହଜରେ ସଂଯତ ହୁଅନ୍ତି। ଏହା ହେଉଛି ମନ ଓ ଇନ୍ଦ୍ରିୟମାନଙ୍କୁ ସଂଯତ କରିବାର ଉପଯୁକ୍ତ ପନ୍ଥା। ତସ୍ମାଦେଶ ମହାବାହୋ ନିଗୃହୀତାନି ସର୍ବଶଃ ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେ ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା। ଅନୁବାଦ। ତେଣୁ ହେ ମହାବାହୁ, ଯାହାର ଇନ୍ଦ୍ରିୟ ଗୁଡ଼ିକ ଇନ୍ଦ୍ରିୟ ଭୋଗ୍ୟ ବିଷୟବସ୍ତୁରୁ ଦୂରେଇ ରହିଛନ୍ତି ସେ ନିଶ୍ଚିତ ଭାବେ ସ୍ଥିତପ୍ରଜ୍ଞ ଅଟେ ବୋଲି ବୁଝିବାକୁ ହେବ, ଅର୍ଥାତ୍ ତାହାର ବୁଦ୍ଧି ସ୍ଥିର ହୋଇଛି ବୋଲି ଜାଣିବାକୁ ହେବ। ଭାବାର୍ଥ, ଏକ ବଳିଷ୍ଠ ଶକ୍ତି ଦ୍ୱାରା ଯେପରି ଶତ୍ରୁମାନେ ନିପାତ ହୁଅନ୍ତି ବା ଶତ୍ରୁ ଅବଶ୍ୟତା ସ୍ୱୀକାର କରି ରହେ, ଠିକ୍ ସେହିପରି ଏ ଦୁର୍ଦାନ୍ତ ଇନ୍ଦ୍ରିୟ ଗୁଡ଼ିକୁ କେବଳ କୃଷ୍ଣ ସେବାରେ ନିଯୁକ୍ତ ହେଲେ ବଶୀଭୂତ ହୁଅନ୍ତି। ଅନ୍ୟ କୌଣସି ପ୍ରକାର ମାନବିକ ପ୍ରଚେଷ୍ଟାରେ ଏମାନେ ବଶୀଭୂତ ହୋଇପାରିବେ ନାହିଁ। ଯେ ଏକଥା ଭଲ ରକମ ବୁଝିପାରିଛି ସେ କେବଳ କୃଷ୍ଣ ଭାବନା ବିଧିରେ ବ୍ୟକ୍ତିର ବୁଦ୍ଧି ସ୍ଥିର ହେବ ଏବଂ ଏକ ଉପଯୁକ୍ତ ଗୁରୁଙ୍କ ଅଧୀନରେ କୌଶଳ ଶିକ୍ଷା କରାଯାଇପାରିବ। ସେ ସାଧକ ଅଟେ, ଅର୍ଥାତ୍ ମୁକ୍ତିଲାଭ ନିମିତ୍ତ ସେ ଏକ ଉପଯୁକ୍ତ ବ୍ୟକ୍ତି ଅଟେ। ଜାନିଷା ସର୍ବଭୂତାନାଂ ତସ୍ୟାଂ ଜାଗ୍ରତି ସଂଯମୀ ଯସ୍ୟା ଜାଗ୍ରତି ଭୂତାନି ସା ନିଶା ପଶ୍ୟତ ମୁନେ। ଅନୁବାଦ। ଯାହା ସମସ୍ତ ଜୀବଙ୍କ ପକ୍ଷରେ ରାତ୍ରି ତାହା ଆତ୍ମଜିତ୍ ବ୍ୟକ୍ତି ପକ୍ଷରେ ଉଜାଗର ରହିବାର ସମୟ ଏବଂ ଯାହା ସମସ୍ତ ଜୀବଙ୍କ ପକ୍ଷରେ ଜାଗ୍ରତ ହେବା ସମୟ ତାହା ମନନଶୀଳ ମୁନି ପକ୍ଷରେ ରାତ୍ରି ସଦୃଶ ଅଟେ। ଭାବାର୍ଥ, ଦୁଇ ପ୍ରକାର ବୁଦ୍ଧିମାନ ବ୍ୟକ୍ତି ଅଛନ୍ତି। ଗୋଟିଏ ପ୍ରକାର ହେଉଛନ୍ତି ଇନ୍ଦ୍ରିୟ ତୃପ୍ତି ଜନିତ ଭୌତିକ କର୍ମରେ ଭାରି ବୁଦ୍ଧିଆ ଏବଂ ଅନ୍ୟ ପ୍ରକାର ହେଉଛନ୍ତି ମନନଶୀଳ ମୁନି ବା ଆତ୍ମାନୁଭୂତି ଲାଭ ଦିଗରେ ଜାଗରଣଶୀଳ ମୁନି। ଯେଉଁମାନେ ଇନ୍ଦ୍ରିୟ ତୃପ୍ତି ଜନିତ ଭୌତିକ କର୍ମରେ ଲିପ୍ତ ସେମାନଙ୍କ ପକ୍ଷରେ ମନନଶୀଳ ମୁନିର କର୍ମଗୁଡ଼ିକ ରାତ୍ରି ସଦୃଶ। ଜଡ଼ବାଦୀ ବ୍ୟକ୍ତିଗଣ ଆତ୍ମାନୁଭୂତି ଲାଭ ବିଷୟରେ ଅଜ୍ଞ ଥିବାରୁ ଏ ପ୍ରକାର ରାତ୍ରିରେ ଶୟନ କରନ୍ତି। ଜଡ଼ବାଦୀମାନଙ୍କ ରାତ୍ରିରେ ମନନଶୀଳ ମୁନି ଜାଗ୍ରତ ରହେ। ଆଧ୍ୟାତ୍ମିକ ମାର୍ଗରେ କ୍ରମୋନ୍ନତି ଲାଭ କଲାବେଳେ ମୁନି ଦିବ୍ୟ ଆନନ୍ଦ ଲାଭ କରେ, କିନ୍ତୁ ଇନ୍ଦ୍ରିୟ ତୃପ୍ତି ଜନିତ ଭୌତିକ କର୍ମରେ ଲିପ୍ତ ଥିବା ଜଡ଼ବାଦୀ ବ୍ୟକ୍ତି ଆତ୍ମାନୁଭୂତି ଦିଗରେ ଅଜ୍ଞ ଥିବାରୁ, ଅର୍ଥାତ୍ ସେ ଦିଗରେ ସେ ଶୋଇ ଯାଇଥିବାରୁ ନାନା ପ୍ରକାର ଇନ୍ଦ୍ରିୟ ସୁଖଜନିତ ସ୍ୱପ୍ନ ଦେଖେ। ତଦ୍ୱାରା ସେ ବେଳେବେଳେ କିଛି ସୁଖ ଅନୁଭବ କରେ। ସେତେବେଳେ ସେ ନିଦ୍ରତା ଅବସ୍ଥାରେ ଦୁଃଖ ଅନୁଭବ କରେ। କିନ୍ତୁ ମନନଶୀଳ ମୁନି ଭୌତିକ ସୁଖ ଦୁଃଖ ପ୍ରତି ବରାବର ଉଦାସୀନ ଥାଏ। ଭୌତିକ ପ୍ରତିକ୍ରିୟାରେ ସେ ତାର ଆତ୍ମାନୁଭୂତି ଲାଭ ମାର୍ଗରେ
ନିରବଚ୍ଛିନ୍ନ ଭାବରେ ଗତି କରି ଚାଲିଥାଏ।